শীতরে থরুଛି সারা ওড়িশা আজ যাই লাগি রহিব শীত। তো চালন দেখিবা সম্পূর্ণ আপডেট কোণ রয়েছে। শীতরে থরুଛି সারা ওড়িশা আজ যাই শীত লহরি রহিব। উত্তর পশ্চিম দিগরু থন্ডা ও শুষ্ক পবন বহুଥିବାରୁ ପାରଦ ଖସୁଛି। କିଛି ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ସତର୍କତା ଜାରି କରାଯାଇଛି। 3 ଦିନ ପରେ ରାଜ୍ୟରେ ବାୟୁ ଚଳାଚଳ ଧୀରେ ଧୀରେ ପରିବର୍ତ୍ତନ ଘଟିବ। ରାତି ତାପମାତ୍ରା 3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବ। ତେବେ ମାସ ଶେଷକୁ ବର୍ଷା ସମ୍ଭାବନା ରହିଛି। ଜାନୁଆରୀ 31 ତାରିଖରୁ 3 ଦିନ ରାଜ୍ୟରେ କିଛି କିଛି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହି ଶୀତ ପ୍ରକୋପ ଗ୍ରାମାଞ୍ଚଳରେ ଅଧିକ ରହିଛି। ସକାଳୁ 9ଟା ପର୍ଯ୍ୟନ୍ତ ଏବଂ ରାତି 8ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଶୀତରୁ ରକ୍ଷା ପାଇବା ପାଇଁ ଦିନ ତମାମ ଲୋକେ ଖରାରେ ବସି ରହୁଥିବା ବେଳେ ସନ୍ଧ୍ୟାବେଳେ ନିଆଁ ଜାଳି ବସି ରହୁଥିବା ଦେଖିବାକୁ ମିଳିଛି। ଶୀତ ପ୍ରକୋପ ଅସହାୟ ଲୋକଙ୍କ ସହିତ ରାସ୍ତା କଡ଼ରେ ବସି ପନିପରିବା ବିକ୍ରି କରୁଥିବା ଛୋଟ ଚାଷୀମାନେ ମଧ୍ୟ ବିଶେଷ ପ୍ରଭାବିତ ହେଉଛନ୍ତି। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ କ'ଣ ରହିଛି। ଆବାସ ଯୋଜନା, ଏମାନଙ୍କୁ ମିଳିବ ଆବାସ ଯୋଜନାର ଘର, ଆସିଲା ଲିଷ୍ଟ। ତ ଚାଲନ୍ତୁ ଦେଖିବା ସମ୍ପୂର୍ଣ୍ଣ ଅପଡେଟଟି କ'ଣ ରହିଛି। ପିଏମ୍ ଆବାସ ଏବଂ ଆବାସ ପ୍ଲସ୍ ଯୋଜନାରେ ଅନ୍ତର୍ଭୁକ୍ତ ନଥିବା ପରିବାରମାନଙ୍କୁ ଘର ଯୋଗାଇ ଦିଆଯିବ। 4,75,000 ଅଧିକ ମହିଳା ଲାଡଲି ବେହେନ ଆବାସ ଯୋଜନାରେ ଲାଭ ପାଇବେ ବୋଲି ଆଶା କରାଯାଉଛି। ଏହି ଯୋଜନା ପାଇଁ ଆବେଦନ ଗତ ବର୍ଷ ସେପ୍ଟେମ୍ବର 5ରୁ ଅକ୍ଟୋବର 5 ମଧ୍ୟରେ କରାଯାଇଥିଲା। ପଞ୍ଜୀକରଣ ନମ୍ବର ଅନୁଯାୟୀ ଆପଣ ଲାଡଲି ବେହେନ ଆବାସ ଯୋଜନାର ହିତାଧିକାରୀ ତାଲିକାରେ ନିଜ ନାମ ଖୋଜିପାରିବେ। ପଞ୍ଜୀକରଣ ନମ୍ବରରେ ଆବେଦନ କରିବା ସମୟ ଦିଆଯାଇଛି। ଯଦି ଆପଣ ପଞ୍ଜୀକରଣ ନମ୍ବର ମନେ ରଖିନାହାନ୍ତି ତେବେ ଆପଣ ଏହି ତାଲିକା ପଢ଼ିପାରିବେ। ଚାଲନ୍ତୁ ଏହାର ପ୍ରକ୍ରିୟା ଜାଣିବା। ଏହି ତାଲିକା ଦେଖିବାକୁ ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯିବାକୁ ପଡ଼ିବ। ଏହାର ଅଫିସିଆଲ ୱେବସାଇଟ ହେଲା pmayg.nic.in। ବର୍ତ୍ତମାନ ଆପଣ ଷ୍ଟକ୍ ହୋଲ୍ଡର ଉପରେ କ୍ଲିକ୍ କରନ୍ତୁ। ଏହାପରେ ଡ୍ରପ୍ ଡାଉନ୍ ମେନୁ ଖୋଲିଯିବ। PMAYG ହିତାଧିକାରୀ ଉପରେ କ୍ଲିକ୍ କରନ୍ତୁ। ତାପରେ କ୍ଲିକ୍ କରିବା ମାତ୍ରେ ଏକ ନୂଆ ପେଜ୍ ଖୋଲିବ। ବର୍ତ୍ତମାନ ଏଠାରେ ଆପଣଙ୍କୁ ପଞ୍ଜୀକରଣ ନମ୍ବର ପ୍ରବେଶ କରିବାକୁ କୁହାଯିବ। ଯଦି କୌଣସି ପଞ୍ଜୀକରଣ ନମ୍ବର ନାହିଁ ତେବେ ଆଡଭାନ୍ସ ସର୍ଚ୍ଚରେ କ୍ଲିକ୍ କରନ୍ତୁ। ଏହାପରେ ଆପଣଙ୍କ ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ଗାଁ ଚୟନ କରନ୍ତୁ। ଏହି ଯୋଜନାରେ ଲାଡଲି ବେହେନ ଆବାସ ଯୋଜନା ଚୟନ କରନ୍ତୁ। ଆର୍ଥିକ ବର୍ଷର ସନ୍ଧାନ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ, ଯାହାଦ୍ୱାରା ଆପଣମାନେ ଆପଣଙ୍କର ନାମ ଲିଷ୍ଟରେ ଅଛି କି ନାହିଁ ଜାଣିପାରିବେ। ତ ଏହି ଯୋଜନା ଲାଭ କେବଳ ମଧ୍ୟପ୍ରଦେଶର ଲୋକମାନେ ହିଁ ଉଠାଇ ପାରିବେ। ପୂର୍ବତନ ସାଂସଦ CM ଶିବରାଜ ସିଂ ଚୌହାନ ଗତ ବର୍ଷ ଡିସେମ୍ବରରେ ଏହି ଯୋଜନା ଆରମ୍ଭ କରିଥିଲେ। ତ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। PM କିଷାନ, ଏଥର 2 ନୁହେଁ ଚାଷୀଙ୍କୁ ମିଳିବ 3,000 ଟଙ୍କା। 16ତମ କିସ୍ତିରେ ଆସିବ ଟଙ୍କା। ତ ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟଟି କ'ଣ ରହିଛି। କୃଷକମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସକ୍ଷମ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଚାଲିଛି। ଏହା ଅଧୀନରେ କୃଷକମାନଙ୍କୁ ବାର୍ଷିକ 6,000 ଟଙ୍କା ଦିଆଯାଏ। ଏହି ଟଙ୍କା ପ୍ରତି 4 ମାସରେ କିସ୍ତି ଭାବେ ଦିଆଯାଇଥାଏ। ଅର୍ଥାତ୍ ପ୍ରତି 4 ମାସରେ 2,000 ଲେଖାଏଁ ଟଙ୍କା ଦିଆଯାଇଥାଏ। ହେଲେ ଏଥର ଚାଷୀଙ୍କୁ ମିଳିବ ଅଧିକ ଲାଭ। ଏଥର 2 ନୁହେଁ 3,000 ଟଙ୍କା ପାଇବେ। ଆଗାମୀ ବଜେଟ୍ ଫେବୃଆରୀ 1ରେ ଆସିବ। ଏହା ବ୍ୟତୀତ ଏପ୍ରିଲ ମେ ମାସରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପରେ ସରକାର ବଜେଟ୍ ଉପସ୍ଥାପନ କରିବେ। ଆସନ୍ତା ବଜେଟ୍ରେ ସରକାର PM କିଷାନ ଯୋଜନାର କିସ୍ତି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇପାରନ୍ତି। 5 ବର୍ଷ ପୂର୍ବେ PM କିଷାନ ଯୋଜନା ଆରମ୍ଭ ହୋଇଥିଲା। ଇତିମଧ୍ୟରେ ମୁଦ୍ରାସ୍ଫୀତି ଯଥେଷ୍ଟ ବୃଦ୍ଧି ପାଇଛି। ତେଣୁ ସରକାରଙ୍କୁ ଏହି ଯୋଜନା ଅନ୍ତର୍ଗତ କୃଷକମାନଙ୍କୁ ଦିଆଯାଉଥିବା ଆର୍ଥିକ ସହାୟତା ବୃଦ୍ଧି କରିବାକୁ ପଡ଼ିବ। କେନ୍ଦ୍ରରେ ମୋଦି ସରକାର ପ୍ରଥମେ 2014ରେ ପ୍ରତିଷ୍ଠିତ ହୋଇଥିଲେ। ସେବେଠାରୁ କୃଷକଙ୍କ ଆୟ ବୃଦ୍ଧି ଉପରେ ସରକାରଙ୍କ ଧ୍ୟାନ ରହିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ସରକାର ଏହି ଯୋଜନା ଅଧୀନରେ ଆକାଉଣ୍ଟକୁ ବୃଦ୍ଧି କରନ୍ତି ତେବେ ଏହା ଚାଷୀଙ୍କୁ ବହୁତ ସାହାଯ୍ୟ କରିବ। ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଏହି ମଧ୍ୟବର୍ତ୍ତୀ ବଜେଟ୍ରେ ଅର୍ଥମନ୍ତ୍ରୀ PM କିଷାନ ଯୋଜନାର କିସ୍ତି 8ରୁ 9,000 ଟଙ୍କାକୁ ବୃଦ୍ଧି ହୋଇପାରେ। GDP ଉପରେ ଏହାର 0.1% ପ୍ରଭାବ ପଡ଼ିବ। ଏହା ସରକାରଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି କରିବ ନାହିଁ। ବିଶେଷଜ୍ଞଙ୍କ ମତ ଅନୁଯାୟୀ ଏହା ଏକ ମଧ୍ୟବର୍ତ୍ତୀ ବଜେଟ୍ ହୋଇଥିବାରୁ ସରକାର ବଡ଼ ଯୋଜନା ଘୋଷଣାରୁ ଦୂରେଇ ରହିବେ, କିନ୍ତୁ ଏହା ପୂର୍ବରୁ ପ୍ରକାଶିତ ଯୋଜନାର ଟଙ୍କା ବୃଦ୍ଧି କରିପାରନ୍ତି। ତ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। 10ମ ପାସ୍ କରିଥିଲେ ବିନା ପରୀକ୍ଷାରେ CRPFରେ ଚାକିରି, ଦରମା 69,000 ଟଙ୍କା। ତ ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟ୍ କ'ଣ ରହିଛି। କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ବା CRPF ମାଧ୍ୟମରେ ଦେଶର ସେବା କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ଏଥିପାଇଁ କ୍ରୀଡ଼ା ପ୍ରତି ଆଗ୍ରହୀ ଯୁବକମାନଙ୍କ ପାଇଁ କନେଷ୍ଟବଳ ପଦ ପାଇଁ CRPF ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହି ପଦବୀ ସହିତ ଜଡ଼ିତ ଯୋଗ୍ୟତା ପାଇଛନ୍ତି ସେମାନେ ଅଫିସିଆଲ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ। ଏହି ନିଯୁକ୍ତି ଡ୍ରାଇଭରେ ଭାରତର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସାମରିକ ବାହିନୀ ମଧ୍ୟରୁ CRPFରେ ମୋଟ 169ଟି ପଦବୀ ପୂରଣ ହେବ। ତ ଏହାକୁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ନିଶ୍ଚିତ ଭାବରେ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ଼ କିମ୍ବା ଅନୁଷ୍ଠାନରୁ 10ମ ଶ୍ରେଣୀ କିମ୍ବା ସମାନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ। ପ୍ରାର୍ଥୀଙ୍କ ବୟସ ଆବେଦନ କରିବା ଶେଷ ତାରିଖ ପରି 18 ବର୍ଷରୁ 23 ବର୍ଷ ମଧ୍ୟରେ ହେବା ଉଚିତ। ବୟସ ସୀମା ନିର୍ଣ୍ଣୟ କରିବାର ଶେଷ ତାରିଖ ହେଉଛି 15 ଫେବୃଆରୀ 2024।
सीआरपीएफ कनेस्टेबल नियुक्ति पाइबा आपको यही सब क्लियर करने को पड़ो। तो प्रथम हो बायोमेट्रिक वेरिफिकेशन, तापर रही डॉक्यूमेंटेशन, तापर रही फिजिकल स्टैंडर्ड टेस्ट बा पीएसटी, तापर रही फील्ड टेस्ट संपुक्त क्रीड़ा अनुष्ठान, तापर मेडिकल टेस्ट रे क्रीड़ा कोटा अंतर्गत कनेस्टेबल बा जीडी पदवी रे नियुक्ति पाई आवेदन करुवा संरक्षित यूआर बा अन्य पछुआ श्रेणी ओबीसी एवं अर्थनैतिक दुर्बल विभाग ईडब्ल्यूएस रो सीआरपीएफ कनेस्टेबल पुरुषों आवेदन करने को देय प्रदान करा प्रार्थी को देवाक पड़ो। आवेदन शुल्क भाव में 100 टंका रही, जो अनुसूचित जाति एवं अनुसूचित जनजाति वर्गर महिला एवं प्रार्थी माने आवेदन शुल्क प्रदान वंचित होती। तो समस्ते शीघ्र जाई यहाकू आवेदन करनियंतु। तो चलन देखिए परवर्ती अपडेट कौन रही। भारतीय इस्पात प्राधिकरण रे नियुक्ति 639 पद पूरण पाई ऑनलाइन आवेदन आरंभ। समस्त चाकरी आशायी आसी एक खुशी खबर। भारतीय इस्पात प्राधिकरण लिमिटेड बा सेल पक्षर आसी एक नियुक्ति विज्ञप्ति। मोट 639 पदवी खाली रही। प्रार्थी को वेल्डर, इलेक्ट्रीशियन, फिटर, मेसिनिस्ट, टर्नर, कोपा, कार्पेंटर, डिजिटल मैकेनिक, आईआरएस, मोटरजान मैकेनिक, मोल्डर, मेडिकल लैब टेक्नीशियन आदि पद में नियुक्ति दिज्व। जनवरी मास 23 तारिख ऑनलाइन आवेदन प्रक्रिया आरंभ हो सारी। फेब्रुआरी मास 22 तारिख में समाप्त हो। प्रार्थी सर्वनिम्न बयस 15 और सर्वाधिक बयस 24 वर्ष होता आवश्यक। बयस कोहल नियम अनुसार धार्य हो। प्रार्थी शिक्षागत योग्यता 10th, 12th, आईटीआई, डिप्लोमा, डिग्री होता आवश्यक। वेल्डर पाई 123 पदवी, इलेक्ट्रीशियन पाई 125, फिटर पाई 120, मेसिनिस्ट पाई 68, टर्नर पाई 58, कोपा पाई 65, कार्पेंटर पाई 4, डिजिटल मैकेनिक पाई 15, आरएससी पाई 13, मोटरजान मैकेनिक पाई 15, मोल्डर पाई 14, मेडिकल लैब टेक्नीशियन पाई 10 पदवी खाली रही। इच्छुक प्रार्थी माने यार ऑफिशियल वेबसाइट www.apprenticeindia.gov.in को जाई आवेदन करेंगे एवं यार संपूर्ण तथ्य जानीपर। तो सारा दिन यहपरी बछा बछा गुरुत्वपूर्ण खबर जानापी आम चैनल को सब्सक्राइब कर रखुँ और आम वीडियो को गोटे लाइक कर दिंतु। धन्यवाद।